କହିଲେ ଏଠାରେ ଜଣେ ହେଉଛି ଗଇତା, ଆଉ ସମସ୍ତେ ହେଉଛନ୍ତି ତାଙ୍କ ମାଇପ। ତା ଅର୍ଥ ସେ କହିଲେ ଜଣେ ହେଉଛନ୍ତି ପୁରୁଷ, ଆମେ ସମସ୍ତେ ହେଉଛୁ ନାରୀ। ସିଏ ହିଁ ଏକମାତ୍ର ଜଗତ ଜୀବନ ଜଗତ ନାଥ। ଆଉ ଇଏ ଯୋଉ ସାଧୁ ଆସିଛନ୍ତି ଆଙ୍କ ସାଇନ ବୋର୍ଡରେ କ'ଣ ଲେଖା ହେଇଛି, ଉପାଧି ସବୁ ଲେଖା ହେଇଛି। ଇଏ କ'ଣ ଜଗନ୍ନାଥଙ୍କ ସହିତ ସମାନ ହେବାକୁ ଆଇଛନ୍ତି? ଆମେ ଏଇ କଥା ଶୁଣିଲୁ, ତାପରେ ଆମ ବାଟରେ ଆମେ ଆସିଲୁ। ଯେତେବେଳେ ସଂକୀର୍ତ୍ତନ ମହାସମାରୋହ ସିଏ ଯେତେବେଳେ ଶ୍ରୀକ୍ଷେତ୍ର ବେଢ଼ା ପରିକ୍ରମା କରିବା ପାଇଁ ଆରମ୍ଭ କଲା, ବର୍ଷା ବର୍ଷିଲା। ଜଗନ୍ନାଥଙ୍କ ମନ୍ଦିର ଭିତରକୁ ସବୁ କୀର୍ତ୍ତନିଆ ମାନେ ପଳେଇଗଲେ, ଆଉ ବେଢ଼ା କ'ଣ ବୁଲିବେ? ଜଗନ୍ନାଥଙ୍କ ବେଢ଼ା ହେଉଛି ପକ୍କା, ମାର୍ବଲ ପଡ଼ିଛି। କିଏ ମାନେ ନ ବହିକିରି ମାନେ ପଇଲା ତ କିଏ କଚଡ଼ା ଖାଇଲା। ଏଇଭଳି ଭାବରେ ସେ ସବୁ ଯାଇ ଶ୍ରୀମନ୍ଦିର ଦେଉଳ ଭିତରେ ପଶିଗଲେ। ଇଏ ଗୋଟେ କଥା ସଇଲା। ତାପରେ ସନ୍ଧ୍ୟା ବେଳକୁ ସିଂହଦ୍ୱାରରେ ଗୋଟିଏ ସଭା ଆରମ୍ଭ ହେଲା। ସେଇ ସାଇନ ବୋର୍ଡ ଲେଖିଛନ୍ତି, ସେଦିନ ପୁରୀ ସହରର ଆଜି ପର୍ଯ୍ୟନ୍ତ ବୋଧେ ଏମିତି ଦିନ ଆସିନେଇ, ଆପଣଙ୍କର ଇଲେକ୍ଟ୍ରିକ୍ ଟ୍ରାନ୍ସମିଟର ପୋଡ଼ିଗଲା ଯେ ସମଗ୍ର ପୁରୀ ସହର ଅନ୍ଧକାର ହେଇଗଲା। ଯେତେ ମାନେ ଅପେକ୍ଷା କଲେ, ଘଣ୍ଟାଏ 2 ଘଣ୍ଟା ଅପେକ୍ଷା କଲେ, ଇଲେକ୍ଟ୍ରି ଆସିଲାନି। ତାପରେ ସେମାନେ ଚିନ୍ତା କଲେ ଆମେ କେନ୍ଦ୍ରାପଡ଼ା ବଳଦେବଜୀଙ୍କ ମନ୍ଦିରକୁ ଯିବା। ସେ ଯାଇ ପହଞ୍ଚିଲେ। ପହଞ୍ଚିଛନ୍ତି ତ ସିଏ ବି ଆହୁରି ସ୍ୱାଭିମାନୀ ଠାକୁର। ଏତେ ମେଘ ହେଲା, ଯେଉଁ ମେଘରେ ସମସ୍ତେ ଜୁଡ଼ୁପୁଡ଼ୁ ହେଇ ଓଦା ହେଇଗଲେ। ଇଏ କଥା ମୋ କର୍ଣ୍ଣଗୋଚର ହେଲା ଏବଂ ମୁଁ ଚିନ୍ତା କଲି ଇଏ ଶିକ୍ଷାଟା କେବଳ ତାଙ୍କ ପାଇଁ ନୁହଁ, ଆମ ସମସ୍ତଙ୍କ ପାଇଁ। ନିରାଭିମାନ ଭାବରେ କାର୍ଯ୍ୟକ୍ରମ କର। ଏଇ ପୁରୀ ବଡ଼ଦାଣ୍ଡକୁ ଆମେ ଆସିଥାଉ। ଭୁବନେଶ୍ୱରର ସ୍ୱାଧୀନତା ସଂଗ୍ରାମୀ ପଡ଼ିଆରେ ଆମର ଗୀତା ଆଲୋଚନା ଚକ୍ର ଚାଲିଥିଲା। ମୁଁ ଦର୍ଶନ କରି ଫେରୁଛି, ଦେଖିଲି ଭାରତର ଜଣେ ମହାନ ସାଧୁ ସେ ପୁରୀ ଆସିଛନ୍ତି। ଲେଖିଛନ୍ତି ପୂଜ୍ୟାସ୍ପଦ। ଏଇ ଶବ୍ଦଟି ତାଙ୍କ ମୂଳରେ ଲାଗିଛି। ଏଇଟା ତ ଭୁଲ। ପୂଜ୍ୟାସ୍ପଦ ଏଠି ହେଉଛନ୍ତି ଜଣେ ପରମାତ୍ମା ଜଗନ୍ନାଥ ହେଉଛନ୍ତି ପୂଜ୍ୟାସ୍ପଦ। ଆମେ ସମସ୍ତେ ହେଉଛୁ ପୂଜ୍ୟ ପୂଜକ। ତାଙ୍କର କାର୍ଯ୍ୟକ୍ରମ ହେଲା ଭଲ, କିଛି ଅସୁବିଧା ହେଇନି। ସେଇଦିନ ମୁଁ ବାଟରେ ଗଲାବେଳେ ଭାବି ଭାବିକା ଗଲି ଯେ ଆମେ ଗୋଟେ ଉପାଧି ନେବା, ଅନ୍ୟମାନଙ୍କୁ ଶିଖେଇବା, ପୂଜ୍ୟାସ୍ପଦ ନୁହେଁ, ପୂଜ୍ୟ ପୂଜକ ଭଳିଆ। ସେଇଦିନ ଠାରୁ ଆଜି ପର୍ଯ୍ୟନ୍ତ ଏ ସେବକ ପୂଜ୍ୟ ପୂଜକ ଭାବରେ ସମସ୍ତ କାର୍ଯ୍ୟ ମୋର ଗୁରୁଦେବଙ୍କର କୃପାରୁ, ବାୟା ନିଗମାନନ୍ଦଙ୍କ କୃପା, ଅନନ୍ତ ଜଗନ୍ନାଥଙ୍କର ଦୟା, ସବୁ କାର୍ଯ୍ୟ ସୁଚାରୁ ଭାବରେ ଆଜି ପର୍ଯ୍ୟନ୍ତ ହେଇଛି। ତେଣୁ ଅହଙ୍କାର ହେଉଛି ଗୋଟିଏ ସିଂହ। ସେ ଯୋଉଠି ପଶିବ ସେ ମଣିଷକୁ ଖାଇବ। ତେଣୁ
ନମ୍ରତା ହେଉଛି ଗୋଟିଏ ବିରାଡ଼ି, ସିଏ ମଣିଷ ଦେହରେ ଘଷି ହେବ। ତେବେ ସଜ୍ଜନ, ସେଇ ଜଗନ୍ନାଥଙ୍କ କ୍ଷେତ୍ରର କାର୍ଯ୍ୟକ୍ରମ ସାରି ଆମେ ଏଠି ଗୋଟିଏ ଗୁଜୁରାଟର ଗୋଟିଏ ଭକ୍ତମଣ୍ଡଳୀ ଆସିଛନ୍ତି, ଜଣେ ପ୍ରବକ୍ତା ଆସିଛନ୍ତି, ସେ ଭାଗବତ କହୁଛନ୍ତି। ଆମର ଇଏ ଲୀଳା ଖେଳାକୁ ଦେଖିକିରି ସେ କାଲି ମୋତେ ନିମନ୍ତ୍ରଣ କଲେ। ମୁଁ ସକାଳୁ ସକାଳୁ ପଳେଇଥାନ୍ତି, ସେ ନିମନ୍ତ୍ରଣ କଲେ, ବାବା ଟିକେ ଆମ ସଭାକୁ ଯିବେ, ଟିକେ ଭାଗବତ ଅଧଘଣ୍ଟାଏ ହଉ 15 ମିନିଟ୍ ହଉ କହିବେ। ଇଏ ଗୋଟେ ସୁଯୋଗ। ପଞ୍ଜାବ, ସିନ୍ଧୁ, ଗୁଜୁରାଟ, ମରାଠା, ଦ୍ରାବିଡ଼, ଉତ୍କଳ, ବଙ୍ଗ, ଭାରତର ମହାନ ପ୍ରବକ୍ତା ଆସିଛନ୍ତି, ଆମେ ବିଳମ୍ବ କରିକି ଯିବା। ଆଉ କାଲି ରାତିରେ ଆନନ୍ଦ ଏତେ ହେଇଗଲା ମନ, ମୋ ପିଲାମାନେ କେତେ ସୁନ୍ଦର ଭାବରେ ଖାଇ ପିଇ ଖୁସିରେ ଫେରିଲେ। ଏଇ ଗୋଟେ ଆନନ୍ଦ ମନ ଭିତରେ ସୃଷ୍ଟି ହେଲା। ରାତି ପାଇଗଲା, ମୋତେ ଆଉ ନିଦ ହେଇନି। ସଜ୍ଜନ, ଯା ମାୟା ଦେବେ ଅଗୋଚର, କାହୁଁ ଜାଣିବ ନର ତେଣୁ ଯା ମାୟା ଦେବେ ଅଗୋଚର, କାହୁଁ ଜାଣିବ ନରସାର। ତେଣୁ ଆମେ କ'ଣ ବୁଝିବା? ଆମେ ଭାବୁଛୁ ଆମେ ଏମିତି କରିଦେଲୁ, କିଛି କରିନୁ। ବଳିଆ କମଳ ଘୋଡ଼େଇ ହେଇକି ମୋ ଚୁପଚାପ ଶୋଇଛି। ଶୋଇକିରି ମୁଁ ସେ ଜଣକୁ ଅନେଇଛି। ଏ ପାଖରେ ସବୁଆଡ଼େ ସୁନ୍ଦର ଭାବରେ କାର୍ଯ୍ୟକ୍ରମ ଚାଲିଲା। ପତିହରା ମା ମାନେ ବହୁତ ଆଇଲେ, ସେମାନଙ୍କୁ ପୂଜନ ହେଲା, ଏମିତି କଥା ସବୁ। ଆଉ ଆଚ୍ଛା, ଆଜି ବାୟା କହିଲେ, ଜଣେ ବାୟାଙ୍କୁ ଜଣେ ପ୍ରଶ୍ନ ପଚାରିଲା। ପ୍ରଶ୍ନ ନୁହେଁ ଏଇଟା, ବାବାଙ୍କୁ କ'ଣ କିଏ ପ୍ରଶ୍ନ ପଚାରିବ, ଗୋଟେ ଏମିତି ବୁଝିବା ପାଇଁ କହିଲେ। ଆଉ ସେ ରହସ୍ୟରେ କହିଲେ, ବାବା, ଏଇ ଯେଉଁ ବାବୁ ବସିନାହାନ୍ତି, ଇଏ ବାବୁଙ୍କ ଘର ଶ୍ମଶାନ ପାଖରେ। ବାବା କହିଲେ, ଭଲ ହେଲା, ଶ୍ମଶାନ ପାଖରେ ଘର କରିଛନ୍ତି। ତା ସାଙ୍ଗରେ କହିଲେ, ବାବା ତାଙ୍କ ଘର ଶ୍ମଶାନ ପାଖରେ, ତାଙ୍କୁ ଆଉ ବୋହିବାକୁ ପଡ଼ିବନି। ମାନେ କାନ୍ଧରେ ଯେଉଁ ରାମ ନାମ ସତ୍ୟ ହେଇକିରି କହିକି ଯାଆନ୍ତି, ସେ ଆଉ ହେବ ନାହିଁ। ଗଡ଼ାଇ ଦେଲେ ବି ଚଳିବ। ସେମାନେ ଖାଲି ଘର ଭିତରେ ଅଛନ୍ତି, ଗଡ଼ାଇ ଦେଲେ ସେ ଶ୍ମଶାନ ଚାଲିଗଲେ, ପୋଡ଼ା ହେଲେ। ଆଉ ରହସ୍ୟରେ ସିନା ସେ ବାବୁଟି କହିଲେ, ବାବା କିନ୍ତୁ ଉତ୍ତର ଦେଲେ, ଜଣେ ସାଧୁ ବୃନ୍ଦାବନରେ 47 ବର୍ଷ ରହିଲେ। ସେ 47 ବର୍ଷ ପରେ ସିଏ ଗୋଟେ ମନ କଲେ, ନିଜ ଦେଶ କଲେ ଓଡ଼ିଶା, ଟିକେ ଓଡ଼ିଶା ବୁଲିକିରି ଦେଖିବେ। ହୁଏତ ଜଗନ୍ନାଥଙ୍କ ଦର୍ଶନକୁ ଆସିଥାନ୍ତେ, କିମ୍ବା ବିରଜାଙ୍କ ଦର୍ଶନକୁ ଆସିଥାନ୍ତେ, କିମ୍ବା ଆଉ କେଉଁ ଦର୍ଶନକୁ ଯାଇଥାନ୍ତେ, ଏମିତି ସେ ଆସିଥାନ୍ତେ। ଆସୁ ଆସୁ ସେ ଆଉଛନ୍ତି ଯାଜପୁର ରେଲୱେ ଷ୍ଟେସନରେ ତାଙ୍କର ହୃଦଘାତ ହେଲା। ସେ ସେଇଠି ତାଙ୍କର ପ୍ରାଣବାୟୁ ଉଡ଼ିଗଲା। ତମେ କ'ଣ କହୁଛ ଯେ ଶ୍ମଶାନ ପାଖରେ ତାଙ୍କ ଘର, ଗଡ଼େଇ ଦେଲେ ଚଳିବ? କିଏ କେଉଁଠି ମରିବ, କିଏ କେଉଁଠି ଜନ୍ମ ହେବ, କିଏ କ'ଣ କରିବ, ସେ ସବୁ ହେଉଛି ତାଙ୍କରି ଇଚ୍ଛା। ତେଣୁ ସଜ୍ଜନ,
ଶକ୍ତି ନାହିଁ ବଶ କାହାରି ଜଗତେ ନିୟତିକୁ ନେବ ନିଜ ଇଚ୍ଛା ମତେ। ତେଣୁ ଆମ ସମସ୍ତଙ୍କୁ ମନେ ରଖିବାକୁ ପଡ଼ିବ, ଆମେ ଯାହା ଭାବୁଛୁ ସେତିକି ଯଥେଷ୍ଟ ନୁହେଁ। ଏ ଭାବନା ଭିତରେ ଆଉ ଜଣଙ୍କର ଭାବନା ରହିଛି, ତାଙ୍କର ନିର୍ଦ୍ଦେଶରେ ଆମେ ସମସ୍ତେ ଭଡ଼ାଟିଆ, ଗୋଟିଏ ଘରର ଭଡ଼ାଟିଆ। ଆମେ ମାଲିକ ଯେଉଁଦିନ କହିବ ମୁଁ ଘର ରିପେୟାରିଂ କରିବି, ତୁମେ ଘରୁ ବାହାର, ଆମକୁ ବାହାରିବାକୁ ହେବ। ଯଦି ଆମେ ଯିବୁନି, ଜବରଦସ୍ତି ଦେବୁ, ପୋଲିସ ଆସିକି ଆମକୁ ଉଠେଇବ। ତେଣୁ ତୁମ୍ଭ ଇଚ୍ଛାସି ତୁମ୍ଭଙ୍କୁ ଗୋଚର କାହୁଁ ଜାଣିବ ବିଶ୍ୱଚରା। ତୁମ୍ଭ ଇଚ୍ଛାସି ତୁମ୍ଭଙ୍କୁ ଗୋଚର କାହୁଁ ଜାଣିବ ବିଶ୍ୱଚରା। ତେଣୁ ତାଙ୍କ ଇଚ୍ଛା ତାଙ୍କୁ ହିଁ ଜଣା। ତେଣୁ ଆସିଛୁ ତାଙ୍କରି ଇଚ୍ଛାରେ, ଫେରିବୁ ତାଙ୍କରି ଇଚ୍ଛାରେ। ଇଏ ହେଉଛି ବାବାଙ୍କର ଆଜିର ସୁପ୍ରଭାତ, ଆଜିର ପୁରୀ ଶ୍ରୀକ୍ଷେତ୍ରର ପ୍ରଭାତରେ ଆଜିର ବାଣୀ ଆପଣମାନଙ୍କୁ ପ୍ରଦାନ କରାଗଲା। ଆମେ ଜନ୍ମ ହେଇଛୁ, ଦିନେ ଦୁନିଆରୁ ଯିବୁ, ଏହା ସତ୍ୟ। କ'ଣ କରିବୁ, କୋଉ କାମ କଲେ ଜୀବନ, ପରିବାର, ଦେଶ, ରାଜ୍ୟ ହସି ଉଠିବ, ସେ କଥା କରିବା ପାଇଁ ଆମେ ସେଇ ଅଭୟ ପାଦ ପଦ୍ମରେ ନିଜକୁ ସମର୍ପିତ କରି ଆମକୁ ସ୍ଥିର କରିବାକୁ ହେବ କେଉଁଟା ଭଲ କାମ, କେଉଁଟା ମନ୍ଦ। ଚୋରାରେ ମଦ ବିକ୍ରି କରି ଆରେଷ୍ଟ ହବୁ, କି ଗଞ୍ଜେଇ, ବ୍ରାଉନ ସୁଗାର, ଚରସ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ଜୋରିମାନା ଦେବୁ, କି ଭଲରେ କଦଳୀ ବା ଫଳମୂଳ ଦୋକାନ କରି ଆମେ ଅଳ୍ପରେ ରହିବା, ଚଳିବା, ଖୁସିରେ ରହିବା, ତାକୁ ଚିନ୍ତା କର। ସେଥିପାଇଁ ଭାଗବତରେ କହିଛନ୍ତି, ବୁଝିବ, ବିଚାର କର, ବୁଝି ବିଚାରି କାମ କଲେ ପ୍ରମାଦ ନ ପଡ଼ଇ ଭଲେ। ଆଜିର ପୁଅ ଝିଅମାନେ ଏତିକି ଶିଖିବା ଦରକାର। ଆଜି ବୈକୁଣ୍ଠ କହୁଛନ୍ତି, ଆହେ ବିଶ୍ୱରାଜ ଯିବ ଯିବାକୁ ମୋର ହେଉଛି ସଜ, ଦିଅ ପଦରଜ ପ୍ରଭୁ କଳାନୁଜ ବଳାନୁଜ, ବେଳସରେ ଘେରି ଆସେ ସଞ୍ଜ, ବେଳସରେ ଘେରି ଆସେ ସଞ୍ଜ। आहे विश्वराज जो कथा बाया कहते से कथा वैकुंठ भी कहले जीवनर संज केतबेले आसीबो से कथा केही कहि परिबे नहीं। सजबाज केतबेले आमे जीवा पई सजबाज चालिलानी से सजबाज सरी जीवो तापरे खाली जीवु से कथा तांको ही जଣା। तेणु काहींकी गोटे वृथा अभिमान अहंकार करूच के जाने तुम्हें केतेबेले जीव क्या छाड़िकी जीव कौन नहीं जीव सबू जानिच पुणी से माया रे पड़ी छटपट होच।
ଠାକୁର ଅଭିରାମ କହିଲେ ସର୍ବଜନଙ୍କୁ ପ୍ରିୟ ମଣି ଦୟା କ୍ଷମାକୁ ଧର, ସମସ୍ତଙ୍କୁ ନିଜର କର, ଲୋଭକୁ ବର୍ଜନ କରିଣ ସୁପାତ୍ରେ ଦାନ କର। ଲୋଭ ରଖନା, ଯଦି ଦାନ କରିବ ମାନେ ଭଲ ଲୋକକୁ ଦାନ କର, ଯିଏ ତାର ସଦୁପଯୋଗ କରିବ। ଆମେ ଥରେ କଟକରେ ମଧ୍ୟାହ୍ନ ସମୟରେ ରିକ୍ସାରେ ଏଇ ସେବକ ଯାଉଥିଲା, ଗୋଟେ ଲୋକ ଦୌଡ଼ିକିରି ଆସିଲା, ମିଛରେ କି ସତରେ କ'ଣ କାନ୍ଦି ପକାଇଲା, ଗଲା ମୋ ସ୍ତ୍ରୀଟା ମରିକିରି ପଡ଼ିଛି, ଆଉ ମୋ କାଠ ଖଣ୍ଡେ କିଣିବାକୁ ପଇସା ନାହିଁ, କିଛି ପଇସା ବାବୁ ଦିଅ। ଆମେ 20 ଟଙ୍କା ଦେଇଦେଲୁ। ସିଏ ଯେମିତି ଚାଲିଗଲା, ଆଉ ଗୋଟେ ଲୋକ ଦୌଡ଼ିକି ହେଲା, କହିଲା ସେ କ'ଣ କହୁଥିଲା? ମୁଁ ଏଇଆ କହିଲା। ଆପଣ କେତେ ଟଙ୍କା ଦେଲେ? ନା 20 ଟଙ୍କା ଦେଲେ। ନା ମଦ ପିଇବା ପାଇଁ ତାକୁ 20 ଟଙ୍କା ଆପଣ ଦେଲେ। ତା ସ୍ତ୍ରୀ ସବୁଦିନ ମରୁଛି, ଇଏ ସବୁଦିନ ମିଛ କହି ଏମିତି ଟଙ୍କା ଆଦାୟ କରି ସେ ଟଙ୍କାରେ ମଦ ପିଉଛି। ସେଇଦିନ ଠାରୁ ଆଜି ପର୍ଯ୍ୟନ୍ତ ମୁଁ ମାନେ ଠିକ୍ ଭାବରେ ନ ବୁଝି ମୁଁ କାହାକୁ ଦାନ କରେ ନା। ଦେଖେ ଗୋଟିଏ ବୃଦ୍ଧଟିଏ ଚାଲିପାରୁନି, ଖରାରେ ବୁଲୁଛି, ତାକୁ ଫଳଟିଏ ଦିଏ କି ପଇସାଟିଏ, ଯାହା ଜଳଖିଆ ଟିକେ ଖାଇବ। ତୀର୍ଥସ୍ଥାନକୁ ଯାଏ, ମୁଁ ଦେଖେ ଯେଉଁମାନେ ପ୍ରକୃତରେ ଖାଇବା ପାଇଁ ମାଗୁଛନ୍ତି ତାଙ୍କୁ ବସାଏ, ତୁମେ ଯାହା ଖାଇବ ଖାଅ, ଆମେ ପଇସା ଦେବୁ। ତେଣୁ ଦାନ କର, କିନ୍ତୁ ଏତିକି ମନେ ରଖ ଦାନର ଯେଭଳି ଦୁରୁପଯୋଗ ନ ହୁଏ। ଆଚ୍ଛା, ଏଠି ମଧୁ କହିଲେ, ମଧୁସୂଦନ କହୁଛନ୍ତି ଶ୍ରୀହରି ଭାବ ପାଚିଲା ଆମ୍ବ, ଯେହୁ ଚାଖିବ ଶୁଣବ ଗିର, ମନରେ ପାଞ୍ଚ ବଗିଚା ରଚ, ଲାଭ ହୋଇବ ଫଳିରେ ଫଳ। ଇଏ ଗୋଟେ ରହସ୍ୟମୟ ସଙ୍ଗୀତ। ହରିଙ୍କର ଭାବ ହେଉଛି ଗୋଟିଏ ପାଚିଲା ଆମ୍ବ ସହିତ ସମାନ, ମିଠା ଆମ୍ବ। ଯିଏ ଚାଖିବ ସେ ହରି ରସ ରୂପକ ଆମ୍ବକୁ ଯିଏ ଚାଖିବ, ସେଥିପାଇଁ ତୁମେ ମନୋବୃତ୍ତି ତୈରି କର। ତୁମେ ମନମାନସରେ ଗୋଟିଏ ସୁନ୍ଦର ବଗିଚା ସୃଷ୍ଟି କର। ବଗିଚା କ'ଣ? ଆଧ୍ୟାତ୍ମିକ ପରିବେଶ। ଯେଉଁ ପରିବାରରେ ରହିଛ ସେ ପରିବାରକୁ ଆଧ୍ୟାତ୍ମିକମୟ କର। କଲେ କ'ଣ ହେବ? ଲାଭ ହୋଇବ ଫଳିଲେ ଫଳ। ନିଶ୍ଚିତ ଭାବରେ ତୁମେ ଲାଭ ପାଇବ ଏବଂ ସେ ହରିନାମ ରୂପକ ଆମ୍ବକୁ ଚାଖିବ। ହରିନାମେ କି ରସ ଅଛି, ପାନ କଲା ଲୋକ ସିନା ଜାଣିଛି। ହରିନାମେ କି ରସ ଅଛି, ପାନ କଲା ଲୋକ ସିନା ଜାଣିଛି। ପାନ କଲା ଲୋକ ସିନା ଜାଣିଛି, ପାନ କଲା ଲୋକ ସିନା ଜାଣିଛି। ଯିଏ ରସଗୋଲା ଖାଇଛି ସେ ଜାଣିଛି ରସଗୋଲାଟା କ'ଣ। ଯିଏ ସତସଙ୍ଗ କରିଛି ସେ ସତସଙ୍ଗରେ ବସି ଯେଉଁ ଆନନ୍ଦ ପାଇଛି ସିଏ ଅନୁଭବ କରିବ ଏବଂ ସତସଙ୍ଗ ନିଶ୍ଚୟ କରିବ। ତାକୁ ନିରୁତ୍ସାହିତ କଲେ ବି ସତ୍ସଙ୍ଗ କରିବ। ତେଣୁ ଭାଗବତର ପଦ ଗୁଡ଼ିକ ସୁନ୍ଦର ସୁନ୍ଦର ପଦ ଅଛି। ଉତ୍ତମ ସଙ୍ଗେ ସଙ୍ଗଦାର, ସେ କରେ ଉତ୍ତମ ବ୍ୟବହାର, ହୀନ ସଙ୍ଗତେ ହୀନ ଗତି, ହସି କହନ୍ତି ଯଦୁପତି। ଇଏ ଜୀବନ ଭୂ ପାଇଁ ଚରଣ ଅନନ୍ତ
जागे उठ करा हमें सिखाई दियो रे